କେଉଁଠି ଅଛି ଶବରପଲ୍ଲୀ? କେଉଁଠାରେ ଅଛି ବିଦ୍ୟାପତି ଲଳିତାଙ୍କ ପ୍ରେମ କୁଞ୍ଜ? କେଉଁଠି ଅଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଶିଆଳି ଲତା? କେଉଁଠି ଅଛି ଅଷ୍ଟନାଗ ଦେବତାଙ୍କ ହୁଙ୍କା? ଶବରାଜା ବିଶ୍ୱାବସୁଙ୍କ ବାସସ୍ଥଳୀ କେଉଁଠି ଅବସ୍ଥିତ? ଏବେ ଆମେ ବାହାରିଲୁ ବିଶ୍ୱାବସୁଙ୍କ ବାସସ୍ଥଳୀ ଶବରପଲ୍ଲୀ, ଏବେକାର କାଳିଆପଲ୍ଲୀ ନାମରେ ପରିଚିତ। ସେଠି ପ୍ରଭୁଙ୍କର ଲୀଳା ବହୁତ ଅପାର। ହଉଛି ସେଇ ଶବରପଲ୍ଲୀ ବିଶ୍ୱାବସୁଙ୍କ ବାସସ୍ଥଳୀ। ଏଇ ଯୋଉ ଶିଆଳି ଲଟାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଜାରା ବଧ କରିଥିଲା ଏବଂ ଏଇଠାରେ ନୀଳାମୟୀଙ୍କର ପ୍ରାଣ ଉଡ଼ି ଯାଇଥିଲା। ଇଏ ହଉଛି ସାତ ଭଉଣୀ। ଏଠି ଶବର ରାଜା ତାଙ୍କ ଇଷ୍ଟ ଦେବୀଙ୍କୁ ସିଏ ପୂଜା କରୁଥିଲେ। ଏଠି ସାତ ଭଉଣୀ ପୂଜା ପାଉଛନ୍ତି। ଏଇ ଯୋଉ ବୃକ୍ଷ ତଳେ ମନ୍ଦିରଟି ଅଛି, ଏଠି ସାତ ଭଉଣୀ ପୂଜା ପାଉଛନ୍ତି। ଶବର ରାଜା ବିଶ୍ୱାବସୁ ତାଙ୍କୁ ପୂଜା କରୁଥିଲେ। ତା ପାଖକୁ ଲାଗିକି ରହିଛି ଶିଆଳି ଲଟା। এই ଶିଆଳି ଲଟାରେ ପ୍ରଭୁ ଶ୍ରୀକୃଷ୍ଣ ଦୋଳି ଖେଳୁଥିଲେ ଏବଂ ଜାରା ତାଙ୍କୁ ବଧ କରିଥିଲା। ପ୍ରଭୁଙ୍କର ପାଦ ଦୁଇଟି ହରିଣର କାନ ପରି ଦେଖାଯାଉଥିବାରୁ ସେ ଭାବିଲା ହରିଣ ଏଠି ଚରୁଛି ବୋଧେ, ସେଇଥିପାଇଁ ପ୍ରଭୁଙ୍କୁ ସେ ସରବଧ କରିଥିଲା। ଏବଂ ଏଇଠାରେ ପ୍ରଭୁ ନୀଳାମୟୀଙ୍କର ଲୀଳା ଖେଳ ଶେଷ ହୋଇଥିଲା ଏବଂ ପର ମୁହୂର୍ତ୍ତରେ ସେ ଦାରୁ ରୂପରେ, ଚାରି ଗୋଟି ଦାରୁ ରୂପରେ ବାଙ୍କି ମୁହାଣରେ ଭାସି ଲାଗିଥିଲେ ଏବଂ ସେଇଠି ଜଗତରନାଥ ଜଗନ୍ନାଥଙ୍କର ଲୀଳା ଆରମ୍ଭ ହୋଇଥିଲା। ଦେଖନ୍ତୁ, ଶବର ରାଜା ବିଶ୍ୱାବସୁ ଗଡ଼, ଗ୍ରାମ କାଳିଆପଲ୍ଲୀ, ନୟାଗଡ଼। ଏଠି ଅଛି ବିଶ୍ୱାବସୁଙ୍କ ପୂଜିତ ପ୍ରତିମା, ଲଳିତା ଦେବୀଙ୍କ ପ୍ରତିମା, କାଳିଆ ମାଧବ ଅଛନ୍ତି ଏଠି, ବିଶ୍ୱବଟ ଅଛି ଏଠି, ଅଷ୍ଟକିଳା ନାଗ ବି ଏଠି ଅଛନ୍ତି। ଏହି ଜାଗାରେ ପ୍ରଭୁ ଦେହତ୍ୟାଗ କରିଥିଲେ। ଆଜି ବି ସେଇ ପୁରାଣ କାହାଣୀ ଆମେ ଯାହା ଶୁଣିବାକୁ ପାଉଥିଲୁ ଟିଭି ମାଧ୍ୟମରେ, ଆଜି ବି ତାହା ଜୀବିତ ଅଛି। ସେହି କଣ୍ଟିଲୋରେ ଏବେ ବି ସେ ଜୀବିତ ଅଛି। ସେହି ଶିଆଳି ଲଟା ଏବେ ବି ବଞ୍ଚି ଅଛି। ଯେତେ ବାତ୍ୟା ପବନ ଆସିଲେ ବି ଏ ଗଛର କିଛି ଏଯାଙ୍କେ କ୍ଷତି କରିନାହିଁ, ସେଠାକାର ଲୋକଙ୍କର କହିବା କଥା। ଏଯାଙ୍କେ ଏ ଶିଆଳି ଲଟାର ଗୋଟେ ପତ୍ର ବି କି ଡାଳ ଖଣ୍ଡେ ଭାଙ୍ଗି ନାହିଁ। ଆଜି ବି ସେ ନୀଳାମୟୀଙ୍କର ଲୀଳା ଅପୂର୍ବ ହେଇକି ରହିଛି। ଇଏ ହଉଛି ସେଇ ଅଷ୍ଟକିଳା ନାଗ, ଅଷ୍ଟକୁଳା ନାଗ ଦେବତା। ଏଠି 8 ପ୍ରକାରେ ନାଗ ବାହାରନ୍ତି। ଶବର ଜାତିର ଲୋକମାନେ କଟରୀରେ କ୍ଷୀର ଦେଲେ ସେ 8 ପ୍ରକାର ନାଗ ବାହାରିକି ଆସିକି ଖାଆନ୍ତି। ଏହା କେବଳ ତାଙ୍କ ପର୍ବପର୍ବାଣୀରେ ଦେଖିବାକୁ ମିଳେ। ଅଷ୍ଟକିଳା ନାଗ, ଏଠି 8 ଗୋଟି ନାଗ ରହି ବାସ କରୁଛନ୍ତି, ଅଲଗା ଅଲଗା ପ୍ରଜାତିର। ଇଏ ହେଉଛି ଶବର ରାଜା ବିଶ୍ୱାବସୁଙ୍କ ପ୍ରାଚୀନ ବାସଗୃହ ଜାମୁଡିହ। ଏଇଠାରେ ଶବର ରାଜା ବିଶ୍ୱାବସୁ ତାଙ୍କ କୁଟୀରରେ ରହୁଥିଲେ। ଦେଖନ୍ତୁ, କୁଟୀରଟି ଅଛି, ଏବେ ବି ଏଇଠାରେ ରହୁଥିଲେ। ବିଶ୍ୱାବସୁ ଶବର ସାଂସ୍କୃତିକ କେନ୍ଦ୍ର କାଳିଆପଲ୍ଲୀ। ଏଇଠି ଶବର ରାଜା ହିଙ୍ଗୁଳାଙ୍କ ଅଗ୍ନିକୁଣ୍ଡ ଅଛି। ଏହି ଅଗ୍ନିକୁଣ୍ଡଟି ଅଟୋମେଟିକ୍ ଜଳେ। ଜୟ ଜଗନ୍ନାଥ।